ଏକ ଏମିତି ଦେଶ ଯିଏ ଦୁନିଆର 15% ଭୂଭାଗକୁ ନିୟନ୍ତ୍ରଣ କରୁଥିଲା, ଆଉ ଏକ ଏମିତି ମହାଶକ୍ତି ଯାହାର ଗୋଟିଏ ଇସାରାରେ ଦୁନିଆ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ଏହା ହେଉଛି ସୋଭିଏତ ସଂଘର କାହାଣୀ। ତେବେ ବିଂଶ ଶତାବ୍ଦୀର ଇତିହାସକୁ ଯଦି ଆମେ ଦେଖିବା, ତେବେ ସୋଭିଏତ ସଂଘ ବିନା ତାହା ଅଧୁରା। ମହାକାଶକୁ ପ୍ରଥମ ମଣିଷ ପଠାଇବା ହେଉ କିମ୍ବା ଆମେରିକା ସହ ଶୀତଳ ଯୁଦ୍ଧ, ଏହି ଦେଶ ସବୁବେଳେ ଶୀର୍ଷରେ ରହିଥିଲା। କିନ୍ତୁ କେମିତି ଏକ ଏତେ ଶକ୍ତିଶାଳୀ ଦେଶର ମାତ୍ର 7 ଦଶକ ମଧ୍ୟରେ ପତନ ହୋଇଗଲା? ଆଜିର ଭିଡ଼ିଓରେ ଆମେ ଜାଣିବା ଏକ ମହାଶକ୍ତିର ଜନ୍ମ, ତା'ର ଶକ୍ତି ଏବଂ ରହସ୍ୟମୟ ପତନର କାହାଣୀ। ଏହି କାହାଣୀ ଆରମ୍ଭ ହୁଏ 1917 ମସିହାରେ। ସେତେବେଳେ ରୁଷିଆରେ ରାଜତନ୍ତ୍ର ବା ଜାର୍ ଶାସନ ଚାଲିଥିଲା। ଲୋକମାନେ ଗରିବୀ ଏବଂ ପ୍ରଥମ ବିଶ୍ୱଯୁଦ୍ଧର କଷ୍ଟରେ ଅତିଷ୍ଠ ହୋଇପଡ଼ିଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ସାମ୍ନାକୁ ଆସିଲେ, ଭ୍ଲାଦିମିର୍ ଲେନିନ୍। ସେ କହିଥିଲେ, ଶକ୍ତି କେବଳ ଧନୀଙ୍କ ପାଖରେ ରହିବ ନାହିଁ, ଏହା ଶ୍ରମିକ ଏବଂ ଚାଷୀ ସମସ୍ତଙ୍କ ପାଖରେ ସମାନ ରହିବା ଦରକାର। ଏହାପରେ ଲେନିନ୍ଙ୍କ ନେତୃତ୍ୱରେ ବୋଲସେଭିକ୍ ବିପ୍ଳବ ହୋଇଥିଲା ଏବଂ ଦୁନିଆର ପ୍ରଥମ ସାମ୍ୟବାଦୀ ବା କମ୍ୟୁନିଷ୍ଟ ଦେଶ ଗଠନ ହେଲା। ଆଉ 1922 ମସିହାରେ ଜନ୍ମ ନେଲା ୟୁନିଅନ୍ ଅଫ୍ ସୋଭିଏତ ସୋସିଆଲିଷ୍ଟ ରିପବ୍ଲିକ୍ USSR। ସୋଭିଏତ ସଂଘରେ ଗଣତନ୍ତ୍ର ନଥିଲା, ଥିଲା କେବଳ ଗୋଟିଏ ପାର୍ଟି, କମ୍ୟୁନିଷ୍ଟ ପାର୍ଟି, ଯେଉଁଠି ସରକାର ସ୍ଥିର କରୁଥିଲେ କେଉଁ ଜିନିଷର ଦାମ କେତେ ହେବ ଏବଂ କେଉଁ ଫ୍ୟାକ୍ଟ୍ରିରେ କ'ଣ ତିଆରି ହେବ, ଆଉ ଏହାକୁ କୁହାଗଲା ପ୍ଲାନ୍ଡ ଇକୋନୋମି। ଏଥିରେ ଲୋକଙ୍କ ପାଖରେ ନିଜସ୍ୱ ସମ୍ପତ୍ତି ରଖିବାର ଅଧିକାର ନଥିଲା ଏବଂ ଏହି ବ୍ୟବସ୍ଥାକୁ ଲୁହା ଭଳି ଶକ୍ତ ରଖିବା ପାଇଁ ତିଆରି ହେଲା KGB, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗୁପ୍ତଚର ସଂସ୍ଥା। ଆଉ ସେତେବେଳେ ଦେଶର କୌଣସି ଲୋକ ଯଦି ସରକାରଙ୍କ ବିରୁଦ୍ଧରେ ପାଟି ଫିଟାଉଥିଲେ, ତେବେ KGB ତାଙ୍କୁ ଉଠାଇ ନେଉଥିଲା। ଲୋକମାନେ ନିଜ ପଡ଼ୋଶୀଙ୍କୁ ମଧ୍ୟ ବିଶ୍ୱାସ କରିବାକୁ ଡରୁଥିଲେ। ଲୋକଙ୍କ ମନରେ ସରକାରଙ୍କ ପ୍ରତି ଭୟ ଏବଂ ସମ୍ମାନ ଉଭୟ ରହିଥିଲା। ସୋଭିଏତ ସଂଘର ସବୁଠାରୁ ବଡ଼ ସଫଳତା ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କୁ ପରାସ୍ତ କରିବା। ନାଜି ସେନାକୁ ରୋକିବାରେ ସୋଭିଏତର ଅବଦାନ ସବୁଠାରୁ ଅଧିକ ଥିଲା। ଆଉ ଯୁଦ୍ଧ ପରେ USSR ଏକ ମହାଶକ୍ତି ବା ସୁପର ପାୱାର ଭାବେ ଉଭା ହେଲା। ଏହାପରେ ସେମାନେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମେରିକାକୁ ମଧ୍ୟ ପଛରେ ପକାଇ ଦେଇଥିଲେ। ବିଶ୍ୱର ପ୍ରଥମ ସାଟେଲାଇଟ୍ ସ୍ପୁଟନିକ୍ ଠାରୁ ଆରମ୍ଭ କରି ମହାକାଶକୁ ଯାଇଥିବା ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍ଙ୍କୁ ପଠାଇ ସାରା ବିଶ୍ୱକୁ ଚକିତ କରିଥିଲେ। ଯାହାପରେ ଆମେରିକା ଏବଂ ସୋଭିଏତ ୟୁନିୟନ ମଧ୍ୟରେ ଏକ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହେଲା। ଆଉ ଏହା ଥିଲା କୋଲ୍ଡ ୱାର୍ ବା ଶୀତଳ ଯୁଦ୍ଧ। କିନ୍ତୁ ଏବେ ବାହାରୁ ଶକ୍ତିଶାଳୀ ଦେଖାଯାଉଥିବା ଏହି ଦେଶ ଭିତରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିଲା। ଦେଶର ପ୍ରତ୍ୟେକ ଜିନିଷ ଉପରେ ସରକାରୀ ନିୟନ୍ତ୍ରଣ ଯୋଗୁଁ ଅର୍ଥନୀତି ସ୍ଥିର ହୋଇଗଲା। ଫ୍ୟାକ୍ଟ୍ରି ଗୁଡ଼ିକ ଧୀରେ ଧୀରେ ପୁରୁଣା ହୋଇଗଲା ଏବଂ କୃଷି କ୍ଷେତ୍ରରେ ମଧ୍ୟ କୌଣସି ସୁଧାର ହୋଇପାରିଲା ନାହିଁ, ବରଂ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଲା। ଲୋକମାନଙ୍କୁ ଗୋଟେ ପାଉଁରୁଟି ପାଇଁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡ଼ୁଥିଲା। ଅନ୍ୟପଟେ ହତିଆର ପ୍ରତିଯୋଗିତାରେ ଆମେରିକା ଠାରୁ ଆଗରେ ରହିବା ପାଇଁ USSR ନିଜର ଅଧିକାଂଶ ଟଙ୍କା ସେନା, ଅସ୍ତ୍ରଶସ୍ତ୍ର ଏବଂ ପରମାଣୁ ବମ୍ ତିଆରି କରିବା ପଛରେ ଲଗାଇଥିଲା। ଆଉ ଏହା ହିଁ ଥିଲା ପତନର ପ୍ରଥମ ସଂକେତ। ଏହାପରେ 1985 ମସିହାରେ କ୍ଷମତାକୁ ଆସିଲେ ମିଖାଇଲ୍ ଗୋର୍ବଚେଭ୍। ସେ ଦେଶର ଅବସ୍ଥାକୁ ଦେଖି ଦୁଇଟି ବଡ଼ ନୀତି ଆଣିଲେ। ପ୍ରଥମଟି ଥିଲା ଗ୍ଲାସନୋଷ୍ଟ, ଅର୍ଥାତ୍ ଲୋକଙ୍କୁ କହିବାର ସ୍ୱାଧୀନତା ଦେବା ଏବଂ ଦ୍ୱିତୀୟଟି ଥିଲା ପେରେଷ୍ଟ୍ରୋଇକା, ଅର୍ଥାତ୍ ପୁନର୍ଗଠନ ବା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଏହି ସ୍ୱାଧୀନତା ନୀତି ସୋଭିଏତ ସଂଘ ପାଇଁ ମୃତ୍ୟୁର ଘଣ୍ଟି ସାଜିଲା। ଆଉ ଏହାପରେ 1989 ମସିହାରେ ବର୍ଲିନ୍ ୱାଲ୍ ଭାଙ୍ଗିଥିଲା ଏବଂ ଗୋଟିଏ ପରେ ଗୋଟିଏ ଛୋଟ ଛୋଟ ରାଜ୍ୟ ସୋଭିଏତ ସଂଘରୁ ଅଲଗା ହେବା ପାଇଁ ଆନ୍ଦୋଳନ କରିଥିଲେ। ଶେଷରେ 25 ଡିସେମ୍ବର 1991ରେ କ୍ରେମଲିନ୍ରୁ ସୋଭିଏତ ପତାକା ଓହ୍ଲାଇ ଦିଆଗଲା ଏବଂ ସେଥିରୁ 15ଟି ନୂଆ ଏବଂ ସ୍ୱତନ୍ତ୍ର ଦେଶର ଜନ୍ମ ହୋଇଥିଲା। ଆଉ ଦୁନିଆର ମାନଚିତ୍ରରୁ ଏକ ମହାଶକ୍ତି ସବୁଦିନ ପାଇଁ ଲିଭିଗଲା। ସୋଭିଏତ ସଂଘ ଶେଷ ହୋଇଗଲା, କିନ୍ତୁ ଏହାର ପ୍ରଭାବ ଆଜି ବି ଦେଖିବାକୁ ମିଳେ। ରୁଷିଆ ୟୁକ୍ରେନ ଯୁଦ୍ଧ ହେଉ କିମ୍ବା ଆମେରିକା ସହ ରୁଷିଆର ମତଭେଦ, ସବୁରି ପଛରେ ସେହି ପୁରୁଣା ଇତିହାସ ଲୁଚି ରହିଛି। ଆଶା କରୁଛି ସୋଭିଏତ ସଂଘର ଏହି ଇତିହାସ ଆପଣଙ୍କୁ ଭଲ ଲାଗିଥିବ। ଧନ୍ୟବାଦ।